କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ତରାଇନ୍ ଯୁଦ୍ଧ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼, ତାହା ବିଷୟରେ ଆଜିର ଭିଡିଓରେ ଆମେ କଥା ହେବା। 1191 ଏବଂ 1192 ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ତରାଇନ୍‌ର ଦୁଇଟି ଯୁଦ୍ଧ ଭାରତୀୟ ଉପମହାଦ୍ୱୀପର ଇତିହାସରେ ସବୁଠାରୁ ପ୍ରଭାବଶାଳୀ ସାମରିକ ଘଟଣା ଅଟେ। ଆଧୁନିକ ହରିୟାଣା ନିକଟରେ ଅନୁଷ୍ଠିତ ଏହି ଯୁଦ୍ଧ ଘୁରିଦ୍ ସୁଲତାନ ମହମ୍ମଦ ଘୋରୀ ଏବଂ ରାଜପୁତ ରାଜା ପୃଥ୍ୱୀରାଜ ଚୌହାନଙ୍କ ମଧ୍ୟରେ ହୋଇଥିଲା। ଏହି ସଂଘର୍ଷ ଭାରତରେ ରାଜପୁତ ଶାସନର ପରିସମାପ୍ତି ଘଟାଇ ଦିଲ୍ଲୀ ସୁଲତାନେଟ୍ ପ୍ରତିଷ୍ଠା ପାଇଁ ପଥ ପରିଷ୍କାର କରିଥିଲା। ପ୍ରଥମ ତରାଇନ୍ ଯୁଦ୍ଧ 1191 ଖ୍ରୀଷ୍ଟାବ୍ଦ। ମହମ୍ମଦ ଘୋରୀଙ୍କ ଦ୍ୱାରା ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ତାୱରହିନ୍ଦ ଦୁର୍ଗ ଦଖଲ ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଗୋବିନ୍ଦ ରାୟଙ୍କ ଭଳି ପ୍ରମୁଖ ସହଯୋଗୀମାନଙ୍କୁ ନେଇ ଏକ ଶକ୍ତିଶାଳୀ ରାଜପୁତ ସଂଘ ଗଠନ କରି ଏହାର ଜବାବ ଦେଇଥିଲେ। ରାଜପୁତମାନେ ପାରମ୍ପରିକ ସମ୍ମୁଖ ଯୁଦ୍ଧ କୌଶଳ ବ୍ୟବହାର କରିଥିଲେ, ଯାହା ବିଶାଳ ପଦାତିକ ବାହିନୀ, ଭାରୀ ଅଶ୍ୱାରୋହୀ ଏବଂ ଯୁଦ୍ଧ ହାତୀ ଉପରେ ନିର୍ଭରଶୀଳ ଥିଲା। ଅନ୍ୟପଟେ ଘୁରିଦମାନେ ଧନୁର୍ଦ୍ଧର ଅଶ୍ୱାରୋହୀଙ୍କୁ ନିୟୋଜିତ କରିଥିଲେ, ଯେଉଁମାନେ ଦୂରରୁ ତୀରମାଡ଼ କରି ରାଜପୁତ ସେନାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଥିଲେ। ରାଜପୁତ ଅଶ୍ୱାରୋହୀ ବାହିନୀ ସଫଳତାର ସହ ଏକ ଭୟଙ୍କର ଆକ୍ରମଣ କରି ଘୁରିଦ୍ ସେନାର ପାର୍ଶ୍ୱଭାଗକୁ ଛତ୍ରଭଙ୍ଗ ଦେଇଥିଲେ। ମଝିରେ ଏକ ବ୍ୟକ୍ତିଗତ ଦ୍ୱନ୍ଦ୍ୱ ଯୁଦ୍ଧ ହୋଇଥିଲା। ମହମ୍ମଦ ଘୋରୀ ଏକ ବର୍ଚ୍ଛା ସାହାଯ୍ୟରେ ଗୋବିନ୍ଦ ରାୟଙ୍କୁ ଆଘାତ କରିଥିଲେ, କିନ୍ତୁ ଗୋବିନ୍ଦ ରାୟ ପାଲଟା ମାଡ଼ କରି ସୁଲତାନଙ୍କୁ ଗୁରୁତର ଆହତ କରିଥିଲେ। ନିଜ ନେତାଙ୍କୁ ଆହତ ଦେଖି ଘୁରିଦ୍ ସେନା ଭୟଭୀତ ହୋଇ ପଳାୟନ କରିଥିଲେ। ପୃଥ୍ୱୀରାଜ ଏକ ବଡ଼ ବିଜୟ ହାସଲ କରିଥିଲେ, କିନ୍ତୁ ପଳାୟନ କରୁଥିବା ଶତ୍ରୁ ସେନାର ପିଛା ନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ, ଯାହା ଏକ ବର୍ଷ ପରେ ଘାତକ ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟ ତରାଇନ୍ ଯୁଦ୍ଧ 1192 ଖ୍ରୀଷ୍ଟାବ୍ଦ। ନିଜର ପରାଜୟର ପ୍ରତିଶୋଧ ନେବା ପାଇଁ ଘୋରୀ ମାତ୍ର ଏକ ବର୍ଷ ପରେ ପ୍ରାୟ 1,20,000 ସୁଶୃଙ୍ଖଳିତ ସେନା ସହ ଫେରିଥିଲେ। ଏହି ସମୟରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ରାଜପୁତ ସଂଘ କିଛିଟା ଦୁର୍ବଳ ହୋଇଯାଇଥିଲା। ଘୋରୀ ସିଧାସଳଖ ସମ୍ମୁଖ ଯୁଦ୍ଧ ପରିହାର କରିଥିଲେ। ସେ ନିଜ ସେନାକୁ 5ଟି ଭାଗରେ ବିଭକ୍ତ କରିଥିଲେ। ପ୍ରତ୍ୟେକରେ 10,000 ଧନୁର୍ଦ୍ଧର ଅଶ୍ୱାରୋହୀ ଥିବା 4ଟି ବିଭାଗକୁ ରାଜପୁତମାନଙ୍କ ପଛପଟୁ ଏବଂ ପାର୍ଶ୍ୱରୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନେ ତୁରନ୍ତ ପଛକୁ ହଟି ଯାଉଥିଲେ। ରାଜପୁତମାନଙ୍କୁ ସେମାନଙ୍କ ଶୃଙ୍ଖଳିତ ବ୍ୟୂହରୁ ବାହାରକୁ ଆଣିବା ପାଇଁ ଘୋରୀ ଛଳନାପୂର୍ଣ୍ଣ ପଛଘୁଞ୍ଚା ରଣନୀତି ବ୍ୟବହାର କରିଥିଲେ। ଯେତେବେଳେ ରାଜପୁତ ପଦାତିକ ଏବଂ ହାତୀ ବାହିନୀ ଗତିଶୀଳ ଘୁରିଦ୍ ସେନା ପଛରେ ଗୋଡ଼ାଇ କ୍ଳାନ୍ତ ହୋଇପଡ଼ିଲେ, ଘୋରୀ ନିଜର ସଂରକ୍ଷିତ ଥିବା 12,000 ଭାରୀ ଅଶ୍ୱାରୋହୀଙ୍କ ସହ ଚୂଡ଼ାନ୍ତ ଆକ୍ରମଣ କରିଥିଲେ। ରାଜପୁତ ସେନା ଧରାଶାୟୀ ହୋଇଥିଲେ। ପୃଥ୍ୱୀରାଜ ଚୌହାନ ବନ୍ଦୀ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ବିଜୟ ଘୋରୀଙ୍କୁ ଦିଲ୍ଲୀ ଏବଂ ଆଜମେର ଦଖଲ କରିବାରେ ସାହାଯ୍ୟ କଲା, ଯାହା ଫଳରେ ଚୌହାନ ଶାସନର ଅନ୍ତ ଘଟିଲା। ଦ୍ୱିତୀୟ ତରାଇନ୍ ଯୁଦ୍ଧ ଭାରତ ପାଇଁ ଏକ ନୂତନ ଯୁଗର ଆରମ୍ଭ ଥିଲା। ଏହା ଉତ୍ତର ଭାରତରେ ରାଜନୈତିକ ଏକତାକୁ ଭାଙ୍ଗି ଦେଇଥିଲା ଏବଂ ଘୋରୀଙ୍କ ସେନାପତି କୁତବୁଦ୍ଦିନ୍ ଆଇବକ୍‌ଙ୍କୁ ଦିଲ୍ଲୀ ସୁଲତାନେଟ୍ ଗଠନ କରିବାରେ ସାହାଯ୍ୟ କରିଥିଲା। ଏହି ପରିବର୍ତ୍ତନ ଭାରତରେ ନୂତନ ପ୍ରଶାସନିକ ବ୍ୟବସ୍ଥା ଏବଂ ସାଂସ୍କୃତିକ ପ୍ରଭାବ ପ୍ରତିଷ୍ଠା କରିଥିଲା, ଯାହା ଆଗାମୀ 5 ଶତାବ୍ଦୀ ପର୍ଯ୍ୟନ୍ତ ଜାରି ରହିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।